ନୂଆ ଯାତ୍ରା ଆସନ୍ତା ବର୍ଷର ଅନୁସନ୍ଧାନ ନାଟକ ମୁଁ ରାଣୀ ପଣ୍ଡା ଖୋଲିଦେବି ଯାତ୍ରାର ଭାଣ୍ଡା। ସୁରେଶ ପଣ୍ଡା କାହିଁ କାମ ହେଲା? ସୁରେଶ ପଣ୍ଡା ସେଭଳିଆ କିଛି କରିପାରୁନଥିଲେ ନା କ'ଣ? ଶୁଣନ୍ତୁ, ସୁରେଶ ପଣ୍ଡା ହେଉଛନ୍ତି ଯାତ୍ରା ଜଗତର ଗୋଟେ ସୁନ୍ଦର କଳାକାର, ଭଲ ଲୋକ ମଧ୍ୟ, କିନ୍ତୁ ତାଙ୍କର ବି କେଉଁଠି ନା କେଉଁଠି ଗୋଟେ ରହୁଥିବ କ'ଣ କିଛି ଗୋଟେ ମାଇନସ୍ ପଏଣ୍ଟ ରହୁଥିବ, ଯେଉଁ ଫଳରେ ତାଙ୍କୁ କାମ ମିଳିନଥିବ। ତାପରେ ଆଉ ଗୋଟେ କଥା, ବହୁତ ଭେଟରାନ୍ କଳାକାର ବି ଘରେ ବସୁଛନ୍ତି, ତାଙ୍କୁ କାମ ମିଳୁନାହିଁ। ଏ ବିବାଦଟା ତାହେଲେ କେତେ ଦିନ ଆଉ କ'ଣ ଅନ୍ତ ହେବ? ଏ ବିବାଦ ଯାତ୍ରା ଇଣ୍ଡଷ୍ଟ୍ରି ବନ୍ଦ ହେଇଯାଉ, ବିବାଦ ବନ୍ଦ ହେଇଯାଉ। ଅପା ଶେଷରେ ଗୋଟେ ପ୍ରଶ୍ନ କି ଏଇ ଯେଉଁ କ୍ଷୀରୋଦ ସ୍ୱାଇଁଙ୍କର ମନ୍ତବ୍ୟଟି ଆସିଲା, ୟା ପରେ ଆପଣ ମାଲିକଙ୍କୁ ସପୋର୍ଟ କରୁଛନ୍ତି, କଳାକାରଙ୍କୁ କିଛି ଜଣଙ୍କୁ ସପୋର୍ଟ କରୁଛନ୍ତି। ଯେମିତି ଆପଣ କହିଲେ କି କିଛି ଜଣ କଳାକାର ଅଛନ୍ତି ସେଥିରେ ଅନ୍ତର୍ଭୁକ୍ତ, ଆଉ କିଛି ଜଣ ଅଛନ୍ତି ସେମିତି ନୁହନ୍ତି। ତ ପରିଶେଷରେ କ'ଣ ହେବ ବୋଲିକା ୟାର ସମାଧାନ ଆମେ କହିପାରିବା? ପରିଶେଷରେ ନାଟକ ହେବ ଅଘୋରୀ, ନାଟକ ହେବ ଲାଲପାନ ବିବି, ନାଟକ ହେବ କ'ଣ ଢୋଲିଆ, ସବୁ ପ୍ରକାର ନାଟକ ହେବ। ତମେମାନେ ଯାଇକିରି ଆଗରେ ଦେଖିବ। ଯଦି ଟିକେଟ୍ ନ କାଟ ମୋତେ ଫୋନ୍ କରିବ, ମୁଁ ବି ଟିକେଟ୍ କରେଇବି, ତ ପଠେଇଦେବି ହେଲା। ପିୟୁଷ ତ୍ରିପାଠୀ ପଇସା ନେଉଛନ୍ତି ଏବଂ ସାହାଯ୍ୟ ମଧ୍ୟ କରୁଛନ୍ତି, ତାଙ୍କର ସହକଳାକାର ପଞ୍ଜୁଶ୍ରୀଙ୍କୁ ସେ ସାହାଯ୍ୟ କରିଥିଲେ। ଯାହା ହଉ ମୋ ବନ୍ଧୁ ଏତେ ବଡ଼ ପୁଣ୍ୟ କାମ କରୁଛି, ତୋର ସେଇଠିକି ନମସ୍କାର। ତୁ ଏତେ ସୁନ୍ଦର ପିଲାଟା, ଏତେ ମହାନ ବ୍ୟକ୍ତି ବୋଲି ମୁଁ ଜାଣିନଥିଲି। ତେବେ ମୋ ବନ୍ଧୁ ପିୟୁଷ କଥା କହୁଛ ତ, ମୁଁ ଜାଣିଛି ତୁ ଏତେ ଭଲ ପିଲା ବୋଲି ମୁଁ ଜାଣିନଥିଲି। ମୁଁ ଆଜି ଜାଣି ମୋ ଆଖି ଖୋଲିଦେଲି, ମୁଁ ତୋତେ ଦେଖି କିଛି ଶିକ୍ଷା ପାଇଲି। ନା ନା ନା, ମୁଁ ଗୋଟେ କଥା କହିବି, ମୋ ପ୍ରଭାବଟା ସଂସାରରେ ଏଇଆ ପଡ଼ିଛି, କୋଉଠି ଟେକିଆ, କୋଉଠି ଦେଖେଇଆ, ଏଇସବୁ ପ୍ରଭାବ ତାର ପଡ଼ିଛି। ଜିନିଷ ହେଉଛି ପଡ଼ିଥିବ ନା ନା, ପଡ଼ିଥିବ, ପଡ଼ିଛି। ମୁଁ କାହିଁ କହିବି ପଡ଼ିଛି ବୋଲି? ତମେମାନେ ଜାଣିଥିବ, ସାରା ଓଡ଼ିଶା ଲୋକ ଦେଖୁଥିବେ। ଆମେ ଚାହୁଁଛୁ ଆଜ୍ଞା ଆମେ ଖରାପ, ତମେ ଭଲ ହେଇକି ସବୁବେଳେ ରୁହ। ଯେଉଁ କଳା ପାଇଁ ସେ ବଞ୍ଚି ଯାଇଛି, ତା ବାଦ ବି କଳା ଭିତରେ ଧଳା ବି ଅଛି ନା। ତେରେ ଯେଉଁଟା ନାନୁ ଧରେଇ ନେଲେ ତେରେ କରିକି ହାଇଲାଇଟ୍। ବର୍ତ୍ତମାନ କାଳିଆ ସାର୍ ତାଙ୍କୁ ନେଲେ, ସେ ବଡ଼ କଳାକାର, ବିଜ୍ଞ କଳାକାର। କାଳିଆ ସାର୍ ଭାବିଥିବେ, ସାର୍ ଖରାପ ହେବେନି, ସାର୍ ଦେହକୁ ନେବେନି, ସାର୍ ମୁଁ ବି ଆପଣଙ୍କୁ ସମ୍ମାନ କରେ। ଆପଣଙ୍କ ଅନୁଷ୍ଠାନରେ ବି ସାର୍ ମୁଁ ବିଗତ ଦିନରେ ଚାକିରି କରିଥିଲି। ମୁଁ ବି ବହୁତ ମାଲିକଟେ ହେଇଛି, ଆପଣ ବି ମାଲିକଟେ ହେଇଛନ୍ତି। ଆପଣ ବି ଜାଣିପାରୁଥିବେ ଯେ ଏଇ କଳାକାରକୁ 10 ଟଙ୍କା ଦେଇକରି ଆଣିଲେ କିନ୍ତୁ ପଡ଼େ, ତାର କୋଟି କୋଟି ଟଙ୍କା ଲସ୍ ହୁଏ, କେମିତି ଚିତା କଟାନ୍ତି ଆପଣ ବି ଜାଣିଛନ୍ତି। ଯାତ୍ରା କଳାକାରଙ୍କ କଥା ମୁଁ କ'ଣ କହିବି ଆଜ୍ଞା? ମୋରି ଆଖି ଆଗରେ, ମୁଁ ଏତେ ଖଟି ଖଟିକି କଳାକାରଙ୍କୁ ପୋଷିଛି, ମୋରି ଆଖି ଆଗରେ ରୁଟି ଫିଙ୍ଗିଦେବି, ଭଜା ଫିଙ୍ଗିଦେବି, କିନ୍ତୁ ମୁଁ ସେଇ ରୁଟି ଭଜା ଖାଏ। ଯାତ୍ରା ପେଟରେ ମୁଁ ବି ସେ ରୁଟି ଭଜା ଖାଏ, ଆଉ ପଖାଳ ଭାତ ଆଳୁ ଚକଟା ଖାଏ। ସମସ୍ତେ ଯାହା ଖାଆନ୍ତି ମୁଁ ବି ଖାଏ ତାଙ୍କ ସାଙ୍ଗରେ। ରୁଟି ଗୁଡ଼ା ଶୁଖିଯାଇଛି, ଏ ରୁଟି ମଣିଷ ଖାଆନ୍ତି? ମ୍ୟାଡ଼ାମ୍, ଏ ରୁଟି ମଣିଷ ଖାଇବେ? ଫିଙ୍ଗିଦିଏ। କ୍ଷୀରୋଦ ସ୍ୱାଇଁ କହୁଥିଲେ ତା ପରଦିନ ବାସି ରୁଟି ଖାଆନ୍ତି। ବାସ୍ ସେଇ ରୁଟିକୁ କୁକୁରମାନଙ୍କୁ ଦିଆଯାଏ, କୁକୁରମାନେ ବି ଖାଆନ୍ତି। ତା ମାନେ କ'ଣ ହେଲା? ସେଇଆ। ଯଦି ବାସି ରୁଟି କୁକୁରମାନେ ଖାଉଛନ୍ତି, ତମେ ସେଇ ଖାଉଛ, ତାମାନେ ତମ କ'ଣ? ପରୋକ୍ଷ ଭାବରେ ହଉ, ଯେଉଁ ଭାବରେ ହଉ, ଇନଡାଇରେକ୍ଟଲି ଦେବେ କୁକୁର। ଯାହା ବି ହଉ, ଏମିତି ଭାଷା ପ୍ରୟୋଗଟା ଠିକ୍ କି କୁକୁର କହିବାଟା? ମୁଁ କହିବି ତାଙ୍କୁ ଖାଲି କୁକୁର କହିବାନି। କିଛି କଳାକାର ଯାତ୍ରା ଜଗତରେ ଗୁରୁ, ତାଙ୍କୁ କହିବା ଗୋଟିଏ ସେମାନେ। ଆଉ କ'ଣ କହିବି? ତାଠାରୁ ଆଉ ବଡ଼ ଜିନିଷ କିଛି ନାହିଁ, କିଛି। ଆଉ ଯଦି କହିବ ବି ମୋ ନାଁ ବି କହିବି, ଆଉ ନାଁ ଯଦି କହିଦେବି ବଞ୍ଚିବନି। ବିଷ ଖାଇ ଯଦି ଠିକ୍ ମଣିଷ ଗନ୍ଧ ଥିବ ତା ପାଖରେ, ସେ ସେଇଠି ବିଷ ଖାଇକି ମରିଯିବ। ତେଣୁ ଆଉ ଯେଉଁ ମୁଁ ଦେଖୁଥିଲି, ଯେଉଁ ସବୁ ଆସିକିରି କହୁଛନ୍ତି ବାବୁ ଏମିତି କହିଥିଲେ, ଭିକ୍ଷା ମାଗ, କ'ଣ କ୍ଷମା ମାଗ। କ୍ଷମା ମାଗିବେ ନାଇଁ? ମାଲିକମାନେ ତମ ଆଡ଼େ ହଳିଆ। ଆଉ ସବୁ ମାଲିକ କହୁଛି ଚୁପଚାପ ଥିର୍ ଥାର୍ ହେଇକି ଅନୁଷ୍ଠାନ 3-4 ବର୍ଷ 5 ବର୍ଷ ପାଇଁ ବନ୍ଦ କରିଦିଅ। ମୁଁ ତ ଭଗବାନ ଡାକୁଛି, ହେ ପ୍ରଭୁ ଜଗନ୍ନାଥ, ହେ ପ୍ରଭୁ, ହେ ପ୍ରଭୁ, ହେ ପ୍ରଭୁ, କୋଭିଡ଼ ପଳେଇ ଆସୁ, ଆଉ ଥରେ ପୁଣି କୋଭିଡ଼ ପଳେଇ ଆସୁ, ତାର କାମ ନ ପାଆନ୍ତୁ, ଘରେ ବସନ୍ତୁ, ଭଲ ଗୁଣ ମରିଯାଉ, ତାଙ୍କର ସାଇଜ୍ ହେଇଯାଆନ୍ତୁ। ମାସଟେ ଯଦି ସେମାନେ ଏଇଭଳିଆ
ହଇରାଣ ହଉ ମାନେ କରୁଛନ୍ତି ମାଲିକମାନଙ୍କୁ ବୋଲି ଯଦି ସେମାନେ ପ୍ରକୃତରେ ସତ୍ୟାସତ୍ୟ ନ ଆଣିବେ ମୁଁ ରାଣୀ ପଣ୍ଡା ମୁଁ ନଣ୍ଡା ହେଇକି ବୁଲିବି ନହେଲେ ଓଡ଼ିଶାରୁ ବିଦାୟ ନେଇଯିବି ନହେଲେ ମୋତେ ଜୋତା ମାଳ ଦେଲେ ବି ମୁଁ ଜୋତା ମାଳ ଖାଇବାକୁ ପ୍ରସ୍ତୁତ ଅଛି। ସେମାନେ ନିଜେ ନିଜେ ଗୋଟେ ଲେଖା ବ୍ରାଣ୍ଡ ହେଇଗଲେଣି ସେଥିପାଇଁ କି ମାଲିକମାନଙ୍କୁ ଏଇଭଳିଆ ବ୍ୟବହାର କରୁଛନ୍ତି। ଆଜ୍ଞା କେତେ କେତେ କଳାକାର ଆଜ୍ଞା ଘରେ ପଡ଼ିଛନ୍ତି ରୋଗ ଶଯ୍ୟାରେ ତାଙ୍କ ଛପର ଉଡ଼ିଗଲାଣି। ଆଜି ଯିଏ ରାଜା କାଲି ସିଏ ପ୍ରଜା ତେଣୁକୁ ମୁଁ କହିବି ମୁଁ ଅମିକେଇ ସେଇଟା ହେବନି। କେମିତି ହେବ ସେଇଟା? ଯାତ୍ରା କଳାକାର ତାଙ୍କ ଜୀବନରେ କାହା ଗୋଟେ ଚା କପେ ଦେଇଛନ୍ତି ଚକୋଲେଟ୍ ଦେଇଛନ୍ତି ଥାଳ ବାଡ଼ି ଭାଙ୍ଗିଦେବେ। ଯଦି ତୋତେ ଆଜି ମାଛଟେ ଦେଇଥିବେ ତୋଠାରୁ ମଟନ ଚିଙ୍ଗୁଡ଼ି କଙ୍କଡ଼ା ଅଣ୍ଡା ଶୁଖୁଆ ସବୁ କରାଯାଏ ସେ ସମୟ କଟିଆ କର। ଆପଣ ଆଜି ମାଲିକ ହେଇଗଲେ ବୋଲିକା ମାଲିକମାନଙ୍କୁ ସପୋର୍ଟ କରୁଛନ୍ତି? ନା 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 ମାଲିକମାନଙ୍କୁ ମୁଁ ସପୋର୍ଟ କରୁନି। କିଛି ମାଲିକଙ୍କୁ ବି ମୁଁ ବିରୋଧ କରୁଛି। ଯେମିତି ଆମ ଚିଙ୍ଗୁଡ଼ି ବେପାରୀ ନା ବିରୋଧ କରୁନି। ତାଙ୍କର ବି ସେ ଟିକେ ଭାରି ଭଦ୍ର ଭାରି ଭଦ୍ର ଅତି ଭଦ୍ର ମାନେ ଅତିରୁ ଅତି ଅତିରୁ ଅତି ଭଦ୍ର ସିଏ ଯେଉଁ କହୁଛନ୍ତି ସୋନମହଲ ମାଲିକକୁ କ'ଣ ପାଗଳ କୁକୁର କାମୁଡ଼ି ଦେଇଛି। ମୋତେ ଲାଗୁଛି ସିଏ ହିଁ ଗୋଟିଏ ପରୋକ୍ଷ ଭାଗରେ ପାଗଳ କୁକୁର ସିଏ ବୋଧେ ତାକୁ କାମୁଡ଼ି ଦେଇଛନ୍ତି ସେଇଥିପାଇଁ ସେ ସେମିତି ହେଉଛନ୍ତି। କାହିଁକି ଏମିତି ହେଉଛନ୍ତି ମୁଁ ବି ଜାଣିପାରୁନି। ମୁଁ ଯଦି ମାଲିକ ନ ହେଇଥାନ୍ତି ଯାତ୍ରାପାଟି କରିନଥାନ୍ତି ମୁଁ କଳାକାରଙ୍କ ବିଷୟରେ ବି ଜାଣିନଥାନ୍ତି କି ମାଲିକମାନଙ୍କ ବିଷୟରେ ଜାଣିନଥାନ୍ତି। ମାଲିକମାନେ ସବୁ ଟଣା ଅଟରା ଭିଡ଼ା ଅଟରା ହେଉଛନ୍ତି କଳାକାରମାନେ ବି ଟଣା ଅଟରା ଭିଡ଼ା ଅଟରା ହେଉଛନ୍ତି। ଆଉ ସେ ତା ଭିତରେ ଆମେ ଯେଉଁ କିଛି କିଛି ରହିଗଲୁ ଗରିବ କଳାକାର ଏବଂ ଗରିବ ମାଲିକ ମୁଁ ଗୋଟେ ଗରିବ କଳାକାର ଗରିବ ମାଲିକ ମୁଁ ଫସି ଯାଉଛି ଆଉ ବର୍ବାଦ 2.5 କୋଟି ଟଙ୍କା ବର୍ବାଦ କରି ଆଜି ମୁଁ ନିଶ୍ଚୟ ବସି ତଥାପି ଗାଣ୍ଡି ଅଲୁକଣୁ ଛାଡ଼ିନେଇଛି ପୁଣି ଯାତ୍ରାପାଟି ଧନ୍ଦାରେ ମାତିଲେଣି ଆମେ। ଭଲ କଳାକାରମାନଙ୍କୁ ଏସବୁ ଜିନିଷ କୁହାବନି ବୋଲି କହିବେ ତ? ନିହାତି ଭାବରେ ଯେଉଁମାନେ ଭଦ୍ର ବହୁତ କଳାକାର ଅଛନ୍ତି ବହୁତ ଭଲ ସେମାନେ ମାଲିକର ଫିଲିଙ୍ଗସ୍ ବୁଝନ୍ତି। ଆଜି ମାଲିକ ପଇସା ଦେଇନି ଠିକ୍ ଅଛି ମ୍ୟାଡ଼ାମ୍ ପଇସା ଦେଇନାହାନ୍ତି 5 ଟଙ୍କା ଦେଇଥାନ୍ତି 5 ଟଙ୍କା ଦେଇପାରୁନାହାନ୍ତି ଟଙ୍କାଟେ ଦେଇଥାନ୍ତି ମୁଁ ଟିକେ ହାତ ଖର୍ଚ୍ଚ ଉଠିଯାଉ। ମାଲିକ ପଇସା ଦେଇନି ହଉ ଆଜ୍ଞା ଆପଣ ତ ଲସ୍ କଲେ ଆଉ ଆପଣ ତ ପଇସା ଇଏ କଲେନି ଏମିତି କହିକିରି ଯେଉଁ କଳାକାର ନତମସ୍ତକ ହେଇ ରହିଲା ମାଲିକର ଗୋଟେ ନିଜର ହୃଦୟରୁ ଗୋଟେ ଆସିବ ଯେ ନା ନା ଗୋଟେ କଳାକାର ଏତେ ମୋ ପାଇଁ ଖଟିଛି ମୋତେ ସେ ହଇରାଣ କରିନି ମୁଁ ବି ତାକୁ କିଛି ପଇସା ଦେବି। ମୁଁ ଭାଇ ମୁଁ ଗୋଟେ କଥା କହୁଛି ଯଦି ଆମେ ପରିବାର କରିଛୁ ଆମେ ପରିବାର ଭିତରେ ଯଦି ଆମ ବାପା ଯଦି ଆମକୁ ରାଗରେ କି କ୍ଷୋଭରେ କ'ଣ କହିଦେଲା କାରଣ ତୁମେ ଯଦି ଭୁଲ କରିଛ ବୋଲି ସେ କହିଛନ୍ତି ଯଦି କହିଦେଲା ଅସୁବିଧା କ'ଣ ହେଲା? ଆଉ ଯେଉଁ କହୁଛନ୍ତି କଳାକାର ସଂଘ କିଛି ଅଛି ଯେ କଳାକାର ସଂଘ ଏକତା ଅଛି ତାକୁ ସଂଘ ସବୁ ମିଶ ଯେତିକି କଳାକାର ମାଲିକମାନଙ୍କୁ ଯାଉଛନ୍ତି ସେ କଳାକାରଙ୍କୁ ସାରା ଜୀବନ ପାଇଁ ଯାତ୍ରା ଜଗତରୁ କାଢ଼ ଏବଂ କଳାକାର ସଂଘ ଯଦି ତୁମର ଅଛ ତାହେଲେ ଯେଉଁ ଗରିବ କଳାକାରମାନେ କାମ ପାଉନାହାନ୍ତି ତାଙ୍କୁ କାମ ଦିଅ। ଯେଉଁ କଳାକାର ରୋଗ ଶଯ୍ୟାରେ ପଡ଼ିଛି ସବୁ ସଂଘ ମିଶିକି ତାଙ୍କୁ ସାହାଯ୍ୟ କର ଏବଂ ତୁମେମାନେ ବି ମାଲିକମାନଙ୍କୁ ସପୋର୍ଟ କର। ମୁଁ ଗୋଟେ କଥା କହିବି ଯେତିକି ସବୁ କଳାକାର ଅଛନ୍ତି କେହି ତ କାହିଁ ମିଡ଼ିଆରେ ଆସିନାହାନ୍ତି ଗୋଡ଼ ଦୁଇଟା ଆସି ଫଡ଼ ଫଡ଼ ହେଉଛନ୍ତି କାହିଁକି ସେ କୁକୁର ସେ କାହିଁ ତାହେଲେ ଦେହକୁ ନେଲେ ଯଦି କୁକୁର ନୁହଁ ଯେ ଚୁପଚାପ ବସୁନାହାନ୍ତି ମାଲିକ ସଂଘ ଅଛି କିଛି ସଂଘ ନାହିଁ ପାଖରେ ମାଲିକ ସଂଘ ଫଡ଼ା କଳାକାର ସଂଘ ଫଡ଼ା କୋଉ ସଂଘ ଫଙ୍ଗ ନାହିଁ ତମେ ଗୁଡ଼ା କାହିଁ ସେଗୁଡ଼ା ଚିନ୍ତା କରୁଛ? ଗୋଟେ କଥାଟା ଗୋଟେ କଳାକାରଟେ ଆସିଥାଏ ରାତି ଅନିଦ୍ରା ହୁଏ ତା ସତ୍ୟତା ଦେଖାନ୍ତି ସେଠି ମାଲିକମାନେ ନିହାତି ସାହାଯ୍ୟ କରିବେ। କିଛି କଳାକାର ମିଛରେ କହିବେ ବାବୁ ମୋ ଝିଅ ବାହାଘର ପଇସା ଦେଉନଥିଲା ମୋ ଝିଅ ବାହା ହେଇପାରିବନି। ଆରେ ତୋ ଝିଅ ଭାଇ 2 ମାସ ତଳେ ବାହା ହେଇଥିଲା ମୁଁ ତ କେତେଥର ତୋ ଝିଅ ବାହାଘର ହେବନି ବାବୁ ମୋ ବୋଉ ମରିଗଲା ବାବୁ ନା ନା ବାବୁ ଆରେ ତୋର ପୁରା ବୋଉ ଏବେ ମରିଥିଲା ନା 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 ବୋଉ ମରୁଥିଲା ବାପା ମରୁଥିଲା ମାନେ ଏମିତି କରିକି ସେ ଇମୋସନାଲ ଟର୍ଚର ବ୍ଲାକମେଲିଂ କରିକି ମାଲିକମାନଙ୍କୁ ପଇସା ନେବେ। ମୋତେ ବି ବ୍ଲାକମେଲିଂ କରୁଛନ୍ତି ଆଜ୍ଞା। ମଞ୍ଚ ଛାଡ଼ିଦେଲେ ମଞ୍ଚ ବାହାରେ ମଧ୍ୟ କଳା ପ୍ରଦର୍ଶନ କରନ୍ତି ସେମାନେ। ମଞ୍ଚ ଉପରେ ତାଙ୍କର ଯେଉଁ ଅଭିନୟ ମଞ୍ଚ ତଳେ ତାଠାରୁ ଆହୁରି ଭିନ୍ନ ଅଭିନୟ ଆପଣ ଦେଖିବେ। ନର୍ମାଲି କେଉଁ ଯାତ୍ରା କଳାକାରଙ୍କୁ କହିବେ ନର୍ମାଲି କହିବେ ନର୍ମାଲ କଥାବାର୍ତ୍ତା ଆମେ ଯେମିତି ହେଉଛୁ କହିବେ ତୁମେ ତାଙ୍କୁ ପଚାରିଲେ ସେ ନର୍ମାଲି କଥା କେବେ ହେଇପାରିବେ କେବେ ତାଙ୍କ ଯାତ୍ରା ବାଟି ଢାଞ୍ଚା
ଆପଣ ପଚାରୁନାହାନ୍ତି ଯେକୌଣସି ଯାତ୍ରା କଳାକାର ଦହିଧରି ପଣ୍ଡାକୁ ନାଇଁ ଆଜ୍ଞା ଆରେ ଆମର କେହି ସବୁ କେହି ଧମିକେଇ ଏଇଆ ସେଇଆ ଅଗ ବଗ ବିରି ଚକୁଳି ସେ ଡିଟୋ ସେମିତି ଆକ୍ଟିଂ କରିବେ ଆପଣ ଗୋଟେ ମାନେ ହସିବେ ଆପଣ ତାଙ୍କର ସେ ରିଅଲ ସେମାନେ ନୁହନ୍ତି ସେମାନେ ହେଉଛି ରିଅଲ ନୁହନ୍ତି ଆଉ କେବେ ବି ରିଅଲ ସେମାନେ ହେଇପାରିବେନି ଆଜ୍ଞା ଆପଣ ଏଇଟା ପୁରା କଥା 100ରୁ 60ରୁ 70% ଏଇଭଳିଆ କିନ୍ତୁ ପ୍ରକୃତରେ ଭଲ କଳାକାର ଅଛନ୍ତି ଯଦି ମୋ ଆଖି ଆଗରେ ବି ମୁଁ କହିବି ବହୁତ ଗୁଡ଼ିଏ କଳାକାର ଅଛନ୍ତି କିଏ ଶାନ୍ତ ଶିଷ୍ଟ ଭଦ୍ର ନର୍ମ କାହାକୁ କିଛି କହିବେନି ଠିକ୍ ଠାକ୍ ଚୁପଚାପ ଅଛନ୍ତି ପୁରୁଣାର କିଛି କଳାକାର ଅଛନ୍ତି ପୁରୁଣା କିଛି କଳାକାର ମୁଁ ଅଛନ୍ତି କିନ୍ତୁ ଗୋଟେ କଥା କହିଲି ଯେ କଳାକାର ବେଳେ ଯେ କଳାକାର ମିଳନ୍ତି ତାଙ୍କୁ ତମର ପେନସନ ଦେଇକି ତାଙ୍କୁ ମଲା ପର୍ଯ୍ୟନ୍ତ ରଖିବେ ସେଇଭଳିଆ କଳାକାର ଆଜିକାଲି ଏଠି ମିଳୁନାହାନ୍ତି ତାକୁ ନେଇ କ'ଣ କହିବେ କୌଣସି କୈଳାସ ବେହେରାଙ୍କ ଭଳିଆ ଯଦି କଳାକାର ମିଳନ୍ତି ସେ ତାଙ୍କୁ ପେନସନ ଦେଇକି ମଲା ପର୍ଯ୍ୟନ୍ତ ରଖିବେ ବୋଲି କହିଛନ୍ତି ହଁ ନିହାତି କୈଳାସ ବେହେରା ଯାତ୍ରା ଜଗତର ଭେଟିଆର କଳାକାର ଆଉ ତାକୁ ପେନସନ୍ ଦେବାଟା ଅସୁବିଧା କ'ଣ ମୁଁ ବି କହୁଛି ମୁଁ ଯଦି ପଇସା ବାଲା ମାଲିକଟେ ହେଇଥାନ୍ତି ମୋ ପାଖରେ ପଇସା ଥାନ୍ତା ମୁଁ ବି କହୁଛି ମୁଁ ବି ସେଇଭଳିଆ କଳାକାରଙ୍କୁ ପେନସନ୍ ଦେଇକି ବଞ୍ଚେଇଥାନ୍ତି ଆଉ ଏ ଗୁରୁ କଳାକାରଙ୍କୁ ପେନସନ୍ ଦେବୁ ନା ସବୁ ମିଶିକିନି ଆପଣଙ୍କ ଯାତ୍ରା ବନ୍ଦ କରିଦେବେ ନା ସବୁ ମିଶିକି ମୁଁ ଯାତ୍ରା ପାଟି ବନ୍ଦ କରି ଖୋଳ କରି ଖାଇ ମୋତେ ଗାଁ ମୋର ଧଜିଆ ଉଡ଼େଇ ଯାଇଛନ୍ତି ଯୋଉଥି ଫଳରେ ମୁଁ ଆଜି କୋଟି କୋଟି ଟଙ୍କା କରଜରେ ବୁଡ଼ିକି ରହିଛି ପଇସା ସୁଝି ପାରୁନି ଏଇ କଳାକାରଙ୍କୁ ବଞ୍ଚେଇବା ଚକରେ ତଥାପି ବି କିଛି କଳାକାରଙ୍କ ପଇସା ମୁଁ ରଖିଛି ଏପର୍ଯ୍ୟନ୍ତ ଦେଇପାରୁନି ଗାଣ୍ଡି ଫାଟି ଶୁଖିଗଲାଣି ମୋ ସବୁଦିନ ଫୋନ୍ ପଡ଼ୁଛନ୍ତି ମ୍ୟାଡ଼ାମ୍ ପଇସା ପଠା ମୁଁ ସମସ୍ତଙ୍କୁ କହୁଛି ଆଜ୍ଞା ହଁ ସମୟ ଦିଅ ପଇସା ସବୁ ଦିଆଯିବ ଇଏ ଯାତ୍ରା କଳାକାରଙ୍କ ବୁଦ୍ଧି କ'ଣ ଜାଣିଛ ସେ କ'ଣ କରିବେ ପଇସା ମାଲିକ ଧର ଦେଇପାରିନି ନମସ୍କାର ମୁଁ ହେଉଛି ମାଧିଆ ସ୍ୱାଇଁ ଯାତ୍ରା ନାଟ୍ୟ ମଣ୍ଡପରେ କାମ କରୁଥିଲି ଆଜ୍ଞା ଗରିବ କଳାକାରଟେ ଆଜ୍ଞା ରାଣୀପଡ଼ା ମୋ ପଇସା ସେମିତି ଆକ୍ଟିଂ କରି ଦର୍ଶକ ଦେଖିଲେ କ'ଣ କହିବେ ସୋସିଆଲ ମିଡ଼ିଆ ହଁ ସୋସିଆଲ ମିଡ଼ିଆ ଦର୍ଶକ ଆହା କଳାକାରଟା କିନ୍ତୁ ଦର୍ଶକ ଜାଣିନଥିଲେ ଏଇଟା ହେଉଛି ମଦ ଖାଇ ଦେଇକରି ଆଶାରା ଉପରେ ବସିନଥିବ ବୁଲୁଥିବ ଟୋକି ଗୁଡ଼ାକ ଟୋକା ଆଶାରା ଉପରେ କିଛି ସିଙ୍ଗର ଅଛନ୍ତି ଯାତ୍ରାରେ ଟୋକା ଧରିକିରି ଯାଇକିରି ବାହାରେ ଥିବେ ଆସିବେନି ଗୀତ ଗାଇବେନି ସିଆଡ଼େ ନାଟକ ଆରମ୍ଭ ହେଇଯିବନି ଚାରିଆଡ଼େ ଲାଇଟ୍ ଫାଇଟ୍ ପଡ଼ିଥାଏ କେହି କ'ଣ ତାଙ୍କର ଅଛି ନା ସିଷ୍ଟମ୍ ଆରେ ତାଙ୍କ ସିଷ୍ଟମ୍ ଅଛି ଏଇ ଅନା ଟିକିଏ ବେଶୀ ନାହିଁ ଟିକିଏ ତାଙ୍କୁ ଅନ୍ଧାର ବି ତାଙ୍କୁ ଲଜ୍ଜା କରେ ନା ଆଲୁଅରେ ବି ସେମାନେ ସିଷ୍ଟମ୍ ତାଙ୍କର ହେଇଯିବ ସେ ସେଇଭଳିଆ ଅଛନ୍ତି କିଛି ଜଣ ସେଇଭଳିଆ ସମସ୍ତେ ନୁହନ୍ତି କଳାକାର ମାନଙ୍କର ଗୁମର ଏମିତି ଆପଣ ମାନେ ଯଦି ଖୋଲିବେ ତାହେଲେ ସେମାନେ ଆଉ ନାଟ୍ୟ ମଣ୍ଡପରେ ରହିବେନି କିମ୍ବା ଯେଉଁ ଅନୁଷ୍ଠାନର ପ୍ରଯୋଜକ ମାନେ ଏମିତି ତାଙ୍କ ଗୁମର ଖୋଲି ଚାଲିବେ ସେମାନେ ଆଉ ଆପଣଙ୍କ ପାଖକୁ ଆସିବେନି କିନ୍ତୁ ମୁଁ ତ ଚାହୁଁଛି ନ ଆସନ୍ତୁ ଘରେ ବସନ୍ତୁ ଅଣ୍ଡା ସିଝା ଦୋକାନ ଦିଅନ୍ତୁ ଡିଲକ୍ସ ମିଠା ପାନ ବିକ୍ରି କରନ୍ତୁ ଫଟା ଚଡ଼ି ଆଉ ଫଟା ବ୍ରା ବିକ୍ରି କରନ୍ତୁ ଝିଅ ପିଲା ଫଟା ବ୍ରା ଆଉ ପୁଅ ପିଲା ଫଟା ଚଡ଼ି ବିକ୍ରି କରିକି ରୁହନ୍ତୁ ସିନେମାରେ କାମ କରିବେ ସିନେମାରେ ପଛରେ ଠିଆ ହେବେ ପଛରେ ଠିଆ ହେବେ ଯାଇକିରି ପଛରେ କ'ଣ କରିବି ହିରୋଇନ ପଛରେ ବେଲୁନ ହଲେଇବେ ଏଇଆ କରିବେ ଆଉ କ'ଣ କରିବେ ଏଇ ଯେଉଁ କିଛି କଳାକାର ରହିଛନ୍ତି ମାଲିକମାନେ ତାଙ୍କୁ କାମ କାହିଁକି ଦେଉଛନ୍ତି ମାଲିକମାନଙ୍କ ମୁଁ ବା ବୁଝିପାରୁନି ମାଲିକମାନଙ୍କ ଏକ ନମ୍ବରରେ ଗାଣ୍ଡି ଗଲୁ ଦୁଇ ପ୍ରକାର ଥାଏ ଜଣଙ୍କର ଗୋଟେ ପ୍ରକାର ଗଲୁ ହେଉଛି କ'ଣ ଯେହେତୁ ଅନୁଷ୍ଠାନ କରିଛନ୍ତି ବାଧ୍ୟ ନହେଲେ ଅନୁଷ୍ଠାନ ଭାଙ୍ଗିଯିବ କୋଟି କୋଟି ଟଙ୍କା ବୁଡ଼ିଯିବ ଆଉ ଗୋଟେ ଗଲୁ କ'ଣ କହିଲ ନାଳ ଅଂଶ ଟିକେ ଥିବ ଏଇ ସଂସ୍ଥା କଲେ ଆମେ ଟିକେ ଟୋକାମାନଙ୍କୁ କାହା ମାଇକିନା ସୁନ୍ଦରୀଟା ଅଛି ତାକୁ ଟିକେ ଧରି ଶୋଇ ପଡ଼ିବା ଏଇ ହେଉଛି କଥାଟା ଆଉ କ'ଣ ସମସ୍ତେ ସୁରେଶ ପାଣ୍ଡାଙ୍କ ପାଇଁ କାମ ମିଳିଲା ଏତିକି ଜିନିଷ ପାଇଁ ସେମାନେ ଏତେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ ହଁ ଏଇ ଜିନିଷ ପାଇଁ କେତେ କ'ଣ ହେଇଯାଉଛି କ'ଣ ତାପରେ ପୁଣି ଆସି କାହିଁକି କହୁଛନ୍ତି ଏମାନେ ଏଇଆ ଏ କଳାକାର ଏମିତି ସେମିତି ତାପରେ ପୁଣି ଆସି କାହିଁକି କହୁଛନ୍ତି ଏ କଳାକାର ଏମିତି କରୁଛନ୍ତି ଏ କଳାକାର ସେମିତି କରୁଛନ୍ତି ଯେଉଁମାନେ କ'ଣ ଠୁକୁଛନ୍ତି ସେମାନେ କହୁଛନ୍ତି ଯେଉଁମାନେ ନ ଠୁକୁଛନ୍ତି ସେମାନେ କହୁଛନ୍ତି ମୁଁ କ'ଣ ମୁଁ ଝିଅ ପିଲାଟା ମୁଁ କାହାକୁ କରିବି ଯାଇକି କେଉଁ ଝିଅକୁ କରିବି କିନ୍ତୁ ମୋ ଅନୁଷ୍ଠାନରେ ମୁଁ ବାଧ୍ୟ ଗାଣ୍ଡି ଗଲୁ ବାଧ୍ୟ ହେଇ ରଖିବି ମୁଁ ପୁଅ ପିଲାକୁ କରିପାରିବି ଝିଅ କରିପାରିବି ବାଧ୍ୟ ରଖିବି ସଂସ୍ଥା ଆଜ୍ଞା ଅଛି ଆପଣ ଜାଣିନାହାନ୍ତି ଯାତ୍ରାପାଟି ଗୋଟେ କରନ୍ତୁ ସବୁ ଗଣମାଧ୍ୟମ ଯାତ୍ରାପାଟି